କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ସୋଲାର ଏନର୍ଜି ଯାହାକୁ କୁହାଯାଏ ସୌରଶକ୍ତି ବିଷୟରେ କଥା ହେବା। ସୌରଶକ୍ତି ହେଉଛି ସୂର୍ଯ୍ୟ କିରଣରୁ ଆମେ ପାଉଥିବା ଶକ୍ତି। ଏହା ଏକ ନବୀକରଣୀୟ ଏବଂ ଅସୀମିତ ଶକ୍ତିର ଉତ୍ସ। ସୌର ପ୍ୟାନେଲ ଫଟୋଭୋଲ୍ଟିକ କୋଷ ବ୍ୟବହାର କରି ସୂର୍ଯ୍ୟ କିରଣକୁ ବିଦ୍ୟୁତରେ ପରିଣତ କରେ। ସୌରଶକ୍ତି ସ୍ୱଚ୍ଛ କାରଣ ଏହା ପ୍ରଦୂଷଣ କିମ୍ବା କ୍ଷତିକାରକ ଗ୍ୟାସ ଉତ୍ପାଦନ କରେ ନାହିଁ। ଏହାକୁ ଘରେ ଲାଇଟ୍, ପଙ୍ଖା ଏବଂ ଉପକରଣ ଚଳାଇବା ପାଇଁ ବ୍ୟବହାର କରାଯାଏ। ସୌରଶକ୍ତି ପ୍ଲାଣ୍ଟ ଗୁଡ଼ିକ ବହୁ ପରିମାଣରେ ବିଦ୍ୟୁତ ଉତ୍ପାଦନ କରନ୍ତି। ନିୟମିତ ବିଦ୍ୟୁତ ଅଭାବ ଯୋଗୁଁ ଅନେକ ଗ୍ରାମ ଏବଂ ଦୂରଦୂରାନ୍ତ ଅଞ୍ଚଳ ସୌରଶକ୍ତି ବ୍ୟବହାର କରନ୍ତି। ସୌର ହିଟର ଗୁଡ଼ିକ ଘରୋଇ ବ୍ୟବହାର ପାଇଁ ପାଣି ଗରମ କରିବା ଏବଂ ସୂର୍ଯ୍ୟ କିରଣ ବ୍ୟବହାର କରନ୍ତି। ସୌର କୁକର ଗୁଡ଼ିକ ଗ୍ୟାସ୍ କିମ୍ବା କାଠ ବ୍ୟବହାର ନ କରି ଖାଦ୍ୟ ରାନ୍ଧିବାରେ ଲୋକଙ୍କୁ ସାହାଯ୍ୟ କରେ। ସୌରଶକ୍ତି କୋଇଲା ଏବଂ ତେଲ ପରି ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରେ। ଏହା କାର୍ବନ ନିର୍ଗମନକୁ ହ୍ରାସ କରି ଜଳବାୟୁ ପରିବର୍ତ୍ତନ ସହିତ ଲଢ଼ିବାରେ ସାହାଯ୍ୟ କରେ। ସୌରଶକ୍ତି ପ୍ରଣାଳୀ ସ୍ଥାପନ ପରେ କମ୍ ରକ୍ଷଣାବେକ୍ଷଣ ଖର୍ଚ୍ଚ ହୋଇଥାଏ। ଭାରତରେ ଅନେକ ସୌର ପାର୍କ ଅଛି ଏବଂ ଏହା ସୌରଶକ୍ତି ଉତ୍ପାଦନରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ସୌରଶକ୍ତି ବର୍ଷସାରା ଭଲ ସୂର୍ଯ୍ୟକିରଣ ଥିବା ସ୍ଥାନରେ ସର୍ବୋତ୍ତମ ଭାବରେ କାମ କରେ। ଏହା ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସ୍ୱଚ୍ଛ ଶକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୂପ ମଧ୍ୟରୁ ଗୋଟିଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବ ଆଗାମୀ ଭିଡ଼ିଓ।